ଯେତିକିଟା ଅଛି ଚାରି ପାଞ୍ଚଟା ବଢ଼ିବ ଆଉ କଂଗ୍ରେସ ସଂଖ୍ୟା ବଢ଼ିବ ଯେତୁଟା ଅଛି ଚାରି ପାଞ୍ଚଟା ବଢ଼ିବ କିନ୍ତୁ ସରକାର କରିବ ନବୀନ ପଟ୍ଟନାୟକ। ନିମାପଡ଼ାରେ ସିଦ୍ଧାର୍ଥ ରାଉତରା ଜିତିବା ପରିସ୍ଥିତି ଆସିଗଲାଣି ଲୋକେ ବ୍ୟାକୁଳ ଆଉ ସମୀର ଦାସ ଉପରେ ନିର୍ଭର କରୁଥିଲେ ସେ ଯେତେବେଳେ ବିଜେପିରେ ଯୋଗଦେଲେ ଆଉ ତାଙ୍କର ସ୍ଥାନ ନାହିଁ ନିମାପଡ଼ାରେ ଲୋକ ସ୍ଥିର କରିନେଇଛନ୍ତି ଜଣେ ଟାଣୁଆ ଲୋକ ସାତଟା ବିଶ୍ୱର ବଡ଼ ପାହାଡ଼ ଚଢ଼ିଛି ଆଇରନ୍ ମ୍ୟାନ୍ ଗୋଟେ କମ୍ପାନୀର ଡାଇରେକ୍ଟର ଏନ୍ଡିଏରେ ହେଇଥିଲେ ସେ ଇଣ୍ଡିଆରେ ଥାର୍ଡ ଏବଂ ବିଜନେସ୍ ମ୍ୟାନେଜମେଣ୍ଟ ହେଇଛି ୱାନ୍ ଶିକ୍ଷିତ ଲୋକ ଡାଇରିଂ ଲୋକ ନିମାପଡ଼ା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସେ ଫାଇନାଲ୍ କରିଦେଇଛନ୍ତି ଜନସାଧାରଣ ସିଦ୍ଧାର୍ଥକୁ ଦେବା ପାଇଁ ସିଦ୍ଧାର୍ଥର ହୁ ହୋଇ ଭୋଟର ଭାଇ ଭଉଣୀମାନେ ତାକୁ ସମର୍ଥନ କରୁଛନ୍ତି ବଢ଼ିଆ ଭୋଟରେ ସିଦ୍ଧାର୍ଥ ରାଉତରା ଜିତିବେ ଆଉ ସମୀର ଦାସଙ୍କ କଥା ନୁହଁ ସେ ଗୋଟେ ଦଳରେ ଥିଲେ ନୀତିରେ ଥିଲେ ଆଦର୍ଶରେ ଥିଲେ ତାକୁ ଲୋକ ମାନୁଥିଲେ ସେ ଦେଖିଲେ ପରେ ବିଜେପି ପଳେଇଲେ ବୋରଝାଞ୍ଜି ହେଇଗଲେ ମୁଁ ଯେତିକି ଜାଣିଛି ଲୋକେ ଯାହା କହୁଛନ୍ତି ମୁଁ ଜାଣିନଥିଲି ଜଏନ୍ କରିଛନ୍ତି ସେ ଜଏନ୍ କରିଯିବା ଦ୍ୱାରା ସିଦ୍ଧାର୍ଥ ରାଉତରାଙ୍କୁ ଜିତିବା ପାଇଁ ନିମାପଡ଼ା ଭୋଟର ଭାଇ ଭଉଣୀମାନେ ସିଦ୍ଧାନ୍ତ କରିସାରିଲେ ରାହୁଲ ଗାନ୍ଧୀ ଆସନ୍ତୁ ମୋଦି ଆସନ୍ତୁ ଶାହା ଆସନ୍ତୁ ନଡ଼ା ଆସନ୍ତୁ ନଡ଼ା କୁଟା ହେଇଗଲେ ଓଡ଼ିଶାରୁ ଏବଂ ମୋଦି 5 ଥର ଆସିକି ପୁରା ବାଉଳି ହେଇକି ରହିଲେଣି ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଏଥର ଇଣ୍ଡିଆ ମେଣ୍ଟ କରିବ ରାହୁଲ ଗାନ୍ଧୀ ନେତୃତ୍ୱରେ ଓଡ଼ିଶାରେ ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶାର ସରକାର ହେବ ସମୟକୁ ଅପେକ୍ଷା କର ପାଣ୍ଡିଆ ଓଡ଼ିଶାର ଯେଉଁ ବିକାଶ କରିଛି ଜନସାଧାରଣ ଯେଉଁ ଭଳିଆ ତାକୁ ସମର୍ଥନ ଦେଉଛନ୍ତି ଜଟଣୀ ଗଲେ ପରଦିନ ଆମେ ଭାବିଥିଲୁ 10,000 ଲୋକ ଏବେ 30,000 ଲୋକ ଏଠି ଭୁବନେଶ୍ୱର ଯେଉଁଠିକି ଗଲେ 20-30,000 ଲୋକ ଓଡ଼ିଶାରେ ଯେଉଁଠିକି ଯାଉଛନ୍ତି 30,000 40,000 ଲୋକ ତେଣୁ ତାଙ୍କୁ ଟିକେଟ୍ କ'ଣ କରିବେ ଯେ ଟିକେଟ୍ କିଣିଛନ୍ତି ତାଙ୍କରି ପେଢ଼ିରେ ରଖିଦିଅନ୍ତୁ ଭଲ ହେବ କିଛି ହଇରାଣ କରିବେନି ଫେର ସେ ଏକାଠି ହେଇଯିବେ ଇଏ ରାଜ୍ୟର ବିକାଶ କରିବେ ସେ ଇଣ୍ଡିଆର ବିକାଶ କରିବେ।